ବାକ୍ୟ ପ୍ରଭୁଙ୍କର ମୁଖନିଷ୍ଠ ବାକ୍ୟ ଏଇ ପ୍ରକାର ଅଟେ ମୋ ପ୍ରିୟ ସମସ୍ତଙ୍କୁ ମାନେ ଏଇଟା ପରିଷ୍କୃତ କରିଥାଏ। ତେଣୁକରି ଆମେ ଏଇ ବାକ୍ୟ ମଧ୍ୟ ଆଜି ସମସ୍ତଙ୍କ ପାଇଁ, ମୋ ପାଇଁ, ଆପଣମାନଙ୍କ ପାଇଁ, ପିଲାମାନଙ୍କ ପାଇଁ ମଧ୍ୟ। ଆଉ ଏଇଟା ହଉଛି ତାର ଶୀର୍ଷକ ଏଇ ପ୍ରକାର ଅଟେ, କଥା ମାନନ୍ତୁ ଆଶ୍ଚର୍ଯ୍ୟ କର୍ମ ହେବ। କଥା ମାନନ୍ତୁ ଆଶ୍ଚର୍ଯ୍ୟ କର୍ମ ହେବ। ଆମେ ପ୍ରତ୍ୟେକ ଗୋଟିଏ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଅପେକ୍ଷାରେ ଥାଉ ମୋ ପ୍ରିୟମାନେ। କେତେବେଳେ ଆମର ଜୀବନରେ ଆଶ୍ଚର୍ଯ୍ୟ କର୍ମ ହବ, କାହା ପାଇଁ ଆମ ମନରେ କେତେ ଆଶ୍ଚର୍ଯ୍ୟ, ଏସବୁ ଆମେ ଅପେକ୍ଷାରେ ଥାଉ। ଗୋଟେ ପ୍ରଭୁ ଆମ ପାଇଁ କଣ ଆଶ୍ଚର୍ଯ୍ୟ କର୍ମ କରିବେ, ଏସବୁ ଆମେ ବେଳେ ବେଳେ କଣ କରିଥାଉ ନା ଅପେକ୍ଷାରେ ଥାଉ। ଆଉ ମୁଁ ଆଜି ପ୍ରଭୁ ଆଜି କଥା ହେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଆପଣଙ୍କ ସହିତ ବାଇବେଲର କେତେ କଥା ରଖିବା ପାଇଁ, ଆଉ ଯାହାକି ଆପଣମାନେ ଦେଖିଲେ ଜାଣିପାରିବେ ଆଉ ଆଶ୍ଚର୍ଯ୍ୟ କର୍ମ କେତେବେଳେ ହୋଇପାରେ, କେତେବେଳେ ହେଇଛି ମଧ୍ୟ। ଆଜିର ପ୍ରସଙ୍ଗ ଏ ପ୍ରକାର, କଥା ମାନନ୍ତୁ ଆଶ୍ଚର୍ଯ୍ୟ କର୍ମ ହେବ। ଆମେ ଖୋଲିବା ଯୌନ ପୁସ୍ତକ ତାର 9 ପର୍ବ 1 ପଦ ପଢିବା। ପଢିଲେ ମନୋଯୋଗୀ ହେବା। ଯୌନ 9 ପର୍ବ 1 ପଦ। ବାଇବେଲ ଅଛି ତ ପଢନ୍ତୁ, ନା ମୁଁ ପଢିବି? ପଢିଲେ ମନୋଯୋଗୀ ହେବା ପଢନ୍ତୁ। ପିଲାମାନେ ପଢ। ଶୁଭାଗଲା ଭାଇ? ସରି 21 ମାନଙ୍କୁ କଣ ବୋଲି କହୁଛନ୍ତି? ତୁମେ ମାନେ ଯାଅ, ସେମାନେ କଥା ମାନିଲେ ମୋ ପ୍ରିୟମାନେ। ଆଉ ସେମାନେ ଆଉ କଣ କଲେ, ଆଉ ଯିବାକୁ କହୁଛନ୍ତି, ଆରମ୍ଭ କଲେ ଯିବାକୁ ଆରମ୍ଭ କରୁଛନ୍ତି। ଆଉ ଲେଖା ଯାଉଛି ସେମାନେ ଯାଉ ଯାଉ ସୁସ୍ଥ ହେଲେ। ଆଉ ପ୍ରିୟ ମୋର ପିଲାମାନେ, ପ୍ରଭୁଙ୍କ ଲୋକମାନେ, ଆଉ ସେମାନେ କଣ କଲେ ନା କଥା ମାନିଲେ। ସେଠି ମଧ୍ୟ ସେମାନେ କଥା ମାନୁଛନ୍ତି। ଯାଉ ଯାଉ ବାଟରେ ଯାଉ ଯାଉ ସେମାନେ କଣ ହଉଛି ନା ସେମାନେ ଅସୁସ୍ଥତା ପାଉଛନ୍ତି ମୋ ପ୍ରିୟମାନେ। ଅନେକ ଥର ପ୍ରଭୁ ଆମକୁ ବହୁତ ଗୁଡାଏ କଥା କହନ୍ତି ମୋ ପ୍ରିୟମାନେ। ଆଜି ପ୍ରଚାରକ ମାନେ ମଧ୍ୟ ବହୁତ କଥା କହନ୍ତି ମୋ ପ୍ରିୟମାନେ। ଆଉ ଦେଖିବେ ବହୁତ ଜାଗାରେ ବାଇବେଲ ଷ୍ଟଡି ବେଳେ ମଧ୍ୟ କୁହାଯାଏ, ଆଉ କୁହନ୍ତି ପ୍ରଭୁଙ୍କ ଦାସ ମାନେ ଆସି କୁହନ୍ତି ଆମେ ଶୁଣିଲା ପରେ ମଧ୍ୟ ଆମେ କଣ କରୁ ନା ସେ କଥା ଅପେକ୍ଷା କରିଥାଉ। ଆଜି ଅନେକ ଆମମାନଙ୍କର ମଣ୍ଡଳୀ ମାନେ ଅନେକ ଜାଗାରେ ପ୍ରଭୁଙ୍କ ବାକ୍ୟ ସୁପ୍ରଚାର, ଅନେକ ପ୍ରଭୁଙ୍କ ଦାସ ମାନେ ଆସି ଅନେକ ପ୍ରକାର ଶିକ୍ଷା, ଅନେକ ପ୍ରକାର ଚେତାବନୀ, ଅନେକ ପ୍ରକାର ଆମମାନଙ୍କୁ ପ୍ରଭୁଙ୍କ ବାକ୍ୟରେ ବଢାନ୍ତି ମୋ ପାଇଁ। କିନ୍ତୁ ଆମେ ବେଳେ ବେଳେ କଣ ହୁଏ, ଆମେ ମାନେ କଣ କରିଥାଉ ନା ସେ ସବୁ ଶୁଣି ନଥାଉ ମୋ ପାଇଁ। ଆଜି ଆମଙ୍କ ମନରେ ମତେ କୁହାଯାଉଥିଲା, ବାଟ ପାଖରେ ପଡିଲା, ସେ ପଥୁରିଆ ଭୂମିରେ ପଡିଲା, କଣ୍ଟା ଉପରେ ପଡିଲା, ଏମିତି ହେଇଯାଉଛି। ଆଜି ଅନେକ ଲୋକମାନେ କଣ କରୁଛନ୍ତି ମୋ ପ୍ରିୟମାନେ, ଅନେକ ପିଲାମାନଙ୍କ ଜୀବନ ମଧ୍ୟ ଏଇ ପ୍ରକାର ହେଇଯାଇଛି ମୋ ପ୍ରିୟମାନେ। ପଥର ଉପରେ, ସେଇ ବାଟ ପାଖରେ ପଥର ଉପରେ, ପୁଣି କଣ୍ଟା ବୁଦା ଉପରେ, ଏସବୁ ହଉଛି ମୋ ପ୍ରିୟମାନେ। କିନ୍ତୁ ଆଜି ପ୍ରଭୁ ଆମ ଏଇ କଥା କୁହନ୍ତି ମୋ ପ୍ରିୟମାନେ, ଆମେ ଶୁଣିଲା ପରେ ମଧ୍ୟ ଆମେ କଣ କରିବୁ ନା ଯଦି ଆମେ ଉପେକ୍ଷା କରୁ, ତାହେଲେ ଆମେ ମାନେ ଆମେ ଭାବୁଛୁ କଣ, ଆମେ ବାଧ୍ୟ ହେଲେ ମୁଁ କେମିତି ଜୀବନ କାଟିବି, ମତେ ଏସବୁ ଆଶ୍ଚର୍ଯ୍ୟକମ ହୋଇପାରେ ନାହିଁ ମୋ ପ୍ରିୟ। ଆମର କଣ କରିବାକୁ ପଡିବ ନା ଆମ ପ୍ରଭୁଙ୍କର କଥାକୁ ମାନି ଶୁଣି ଆମମାନଙ୍କୁ ସେଇ ଆଜ୍ଞାରେ ଚାଲିବାକୁ ପଡିବ, ଯାହାଦ୍ୱାରା ଆମମାନଙ୍କ ଜୀବନ ଆମେ ଆଶୀର୍ବାଦ ପ୍ରାପ୍ତ ହେବା, ସୁସ୍ଥତା ସପ୍ରଚୁରତା ଆମମାନଙ୍କ ଜୀବନରେ ଆସିବ। ଆଜି ପ୍ରଚାରକ ମାନେ ବହୁତ ଜାଗାରେ କଣ କରନ୍ତି ନା ସେମାନେ ଆଶ୍ଚର୍ଯ୍ୟ କର୍ମ ଏସବୁ ମାନେ ଆମେ ଦେଖି ମଧ୍ୟ ସବୁ ଜାଣି ମଧ୍ୟ ଶୁଣି ମଧ୍ୟ ଆମେ ବେଳେ ବେଳେ କଣ କରିଥାଉ ନା ତାକୁ ଆମେ ଅଣଦେଖା କରିଦେଇଥାଉ। ଆଜି ପ୍ରଭୁ ଅନେକ ଜାଗାରେ ଅନେକ ପ୍ରକାର ଅନେକ ବାକ୍ୟ ଆମ ଜୀବନରେ ଆସୁଛି। ଆମେ ଖ୍ରୀଷ୍ଟୀୟ ପରିବାର ଜନ୍ମ ଅନେକ ପ୍ରକାର ବାକ୍ୟ ଆମେ ଶୁଣୁଛୁ, କିନ୍ତୁ କଣ ହଉଛି ନା ସେମାନେ ବେଳେ ବେଳେ କଣ କରିଥାଉ ନା ତାକୁ ମାନେ ଅଣଦେଖା କରିଥାଉ, ଉପେକ୍ଷା କରିନଥାଉ। ଯଦ୍ୱାରା ଆଜି ଆମର ଜୀବନ ନଷ୍ଟ ହେଇଯିବ, ଅନେକ ପିଲାମାନଙ୍କ ଜୀବନ, ଅନେକ ଲୋକମାନଙ୍କ ଜୀବନ। କିନ୍ତୁ ଏଠି କଣ ହଉଛି ନା ସେମାନେ କଥା ମାନିଲେ ମୋ ପ୍ରିୟମାନେ। ଆଉ କଣ ଲେଖାଯାଏ ନା ଯାଉ 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 ଯାଉ, ଆଉ ସେମାନେ କଣ କରୁଛନ୍ତି ନା ସୁସ୍ଥତା ପାଇଲେ ମୋ ପ୍ରିୟମାନେ। ତେଣୁକରି କଥା ମାନନ୍ତୁ ଆଶ୍ଚର୍ଯ୍ୟ କର୍ମ ହେବ ମୋ ପ୍ରିୟମାନେ। ଆଜି ଆମେ ପ୍ରଥମେ ଦେଖୁଥିଲୁ ଆମେ ଦେଖିଲୁ କଣ ନା ସେ ଜନ୍ମାନ୍ତକୁ ସୁସ୍ଥ କରୁଥିଲେ। ଏଠି ଆମେ ସେଇ 10 କୃଷ୍ଟି ବିଷୟରେ ମଧ୍ୟ ଦେଖିଲେ ମୋ ପ୍ରିୟମାନେ। ଯାଉ ସାଙ୍ଗେ ସାଙ୍ଗେ ଶୁଣିଲେ, ଆଉ କଣ କଲେ ନା ବିଶ୍ୱାସ କଲେ, ଆଉ ସୁସ୍ଥତା ପାଇଲେ ମୋ ପ୍ରିୟମାନେ। ଆମେ ଆଉ ଗୋଟେ ଅଂଶ ପଢିବା,
ଯୌନ ଲିଖିତ ସୁସମାଚାର ତାର 11 ପର୍ବ 39 ଆପଣ ଦେଖିବେ ଯୌନ ଲିଖିତ ସୁସମାଚାର ଏଇଟା କାହିଁ କହୁଛି ନା କଥା ମାନିଲେ ଆଶ୍ଚର୍ଯ୍ୟ କର୍ମ ହେବ। ଯୌନ 11 ପର୍ବ 39 ପଦ। ସେମାନଙ୍କ ମଧ୍ୟରୁ ସେ କହିଲେ ଯୌନ 11:39 ପଦ। ଯୀଶୁ କହିଲେ ଏହି ପଥର ଘୁଞ୍ଚାଇ ଦିଅ। ମୃତ ବ୍ୟକ୍ତିଙ୍କ ଭଉଣୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସି ଗଲାଣି, କାରଣ ସେ 4 ଦିନ ହେଲା ମଲାଣି। ଯୀଶୁ ତାହାକୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହେଲେ ଈଶ୍ୱରଙ୍କ ମହିମା ଦେଖିବ। ଏହା କଣ ମୁଁ ତୁମ୍ଭକୁ କହିଲି ନାହିଁ? ସେଥିରେ ସେମାନେ ପଥର ଘୁଞ୍ଚାଇ ଦେଲେ। ସୁନ୍ଦର ଲେଖା। ପ୍ରଭୁ କହୁଛନ୍ତି କଣ, ସେ 4 ଦିନ ମଲାଣି, ବାସି ଗଲାଣି, ସେଇଟା ତୁମର ମୁଣ୍ଡ ବ୍ୟଥା ନାହିଁ, ସେଇଟା ମୁଁ ଜାଣିଛି। ପ୍ରଭୁ ଜାଣୁଛନ୍ତି 4 ଦିନର ମଡ଼ା ବାସି ହୋଇ ଯାଇଥିବ, ସରି ଯାଇଥିବ, ଜାଣିଥିବ, କିନ୍ତୁ ସେ କଣ କରୁଛନ୍ତି ନା ପଥରକୁ ଗଡ଼ାଇ ଦିଅ। ଆଉ ସେମାନେ କଣ କରୁଛନ୍ତି ନା କଥା ଯେତେବେଳେ ମାନିଲେ ଆଶ୍ଚର୍ଯ୍ୟ କର୍ମ ହେବ ମୋ ମାନେ। ଆଉ ପ୍ରଭୁ କଣ କଲେ, ପଥର ଗଡ଼ାଇ ପାରିନଥାନ୍ତେ, ଗଡ଼ାଇ ପାରିଥାନ୍ତେ, କିନ୍ତୁ ବିନା ପଥର ଗଡ଼ାଇ ସେ କଣ ବାହାର କରି ସବୁ କରିପାରିଥାନ୍ତେ, କିନ୍ତୁ କଣ କରୁଛନ୍ତି ପ୍ରଭୁ କଣ କହୁଛନ୍ତି, ତୁମେ ପଥରକୁ ଗଡ଼ାଇ ଦିଅ। ଯୀଶୁ ବି କହିପାରିଥାନ୍ତେ ମୋ ମାନେ ପଥର ଘୁଞ୍ଚି ଯା, ପଥର ଘୁଞ୍ଚି ଯାଇଥାନ୍ତା, ହେଲେ ସେଇ ଜଡ଼କୁ ଶାନ୍ତ କରିବା ପରମେଶ୍ୱରର ମାନେ ସେମାନେ କଥା ମାନନ୍ତୁ, ଏହା ସେ ଭ୍ରମିତ ହେଇ ବୁଲନ୍ତୁ ନାହିଁ ବୋଲି ଏହା ସେ ଜାଣୁଛନ୍ତି। ସେଥିପାଇଁ ସେ କହୁଛନ୍ତି କଣ ନା ଏହାକୁ ପଥରକୁ ଘୁଞ୍ଚେଇ ଦିଅ। ଆଉ ସେ କଣ କରୁଛନ୍ତି, ଆଉ ସେ ରାଜାକୁ ସେଠୁ ବାହାର କରୁଛନ୍ତି। ମାନେ ମିଟିଂ ସବୁ ବହୁତ ଆମେ ଆଟେଣ୍ଡ କରୁଛୁ। ଆଜି କଥା ଶୁଣିବା ଲୋକମାନେ ବହୁତ କମ ଥାନ୍ତି। ସେଦିନ ସେ ଲାଜାର ମଧ୍ୟ ସେ କବର ଭିତରୁ ବାହାରୁଛି। ମାନେ ଯେଉଁ ଅନେକ ସମୟରେ ଆମେ ପ୍ରଭୁଙ୍କର ବାକ୍ୟ ଶୁଣି ମଧ୍ୟ ଆମେ ଅବହେଳିତ ହୋଇଯାଇଥାଉ। କିନ୍ତୁ ଦେଖନ୍ତୁ ଏଠି କେତେ ସୁନ୍ଦର, କଥା ମାନନ୍ତୁ ଆଶ୍ଚର୍ଯ୍ୟ କର୍ମ ହେବ। ମୋ ପ୍ରିୟମାନେ, ସେ ସୁସ୍ଥତା ପାଇ ତା ଭିତରୁ ପୁରା ଜୀବନ୍ତ ବାହାରିଛନ୍ତି ଲାଜାର। ମୋ ପ୍ରିୟମାନେ, ସୁସ୍ଥତା ପ୍ରଭୁଙ୍କ ଦ୍ଵାରା ଆସେ ମୋ ପ୍ରିୟମାନେ, ଆଉ ଯୀଶୁଙ୍କ ଦ୍ଵାରା ହୋଇଥାଏ ମୋ ପ୍ରିୟମାନେ। এইটা ମୁଁ ଆପଣମାନଙ୍କୁ ଜାଣି ରଖିବାକୁ ଦରକାର। ଆପଣମାନେ ମୁଁ ଏଇଟା ଜାଣିଥିବା ଦରକାର। ଆଶ୍ଚର୍ଯ୍ୟ କର୍ମ ପ୍ରଭୁଙ୍କ ଠାରୁ ହୋଇଥାଏ ମଧ୍ୟ। ତେଣୁ ଆମମାନେ କଥା ମାନିବା ଆଶ୍ଚର୍ଯ୍ୟ କର୍ମ ହେବ। ତେଣୁ ଆପଣମାନେ ଆମେ ଅନେକ ଏଇ ସମୟରେ ଅନେକ ଜଣଙ୍କ ପ୍ରଚାର ଆଉ ଅନେକ ଲୋକମାନେ ଦୌଡୁଛନ୍ତି, ଦରାଣି ବୁଲୁଛନ୍ତି ମୋ ପ୍ରିୟମାନେ, ପ୍ରଭୁଙ୍କ ପାଖକୁ ଯାଉନାହାନ୍ତି। ଆମେ ଇଆଡେ ସିଆଡେ ଭ୍ରମରେ ଦୌଡ଼ିଛନ୍ତି ମୋ ପ୍ରିୟମାନେ। କିନ୍ତୁ ଅନେକ ଜଣ ଅନେକ ସମସ୍ୟା ନେଇ ଇଆଡେ ଯା, ସିଆଡେ ଯା, ସିଆଡେ ଯା, ଇଆଡେ ଯା, ଇଆଡେ ଯା, ସିଆଡେ ଯା, ମାନେ ବେଳେ ବେଳେ ମୋ ପ୍ରିୟମାନେ। କିନ୍ତୁ ଆମମାନେ ପ୍ରଭୁ କଥା କହିଯାଆନ୍ତି ମୋ ପ୍ରିୟମାନେ। ଆମମାନଙ୍କର ସତ୍ୟ ପରମେଶ୍ୱର ପାଖକୁ ଆମକୁ ଯିବାକୁ ପଡିବ, ତାଙ୍କର କଥା ଶୁଣିବାକୁ ପଡିବ ମୋ ପ୍ରିୟମାନେ, ତାଙ୍କର ଆଜ୍ଞାରେ ଆମମାନଙ୍କୁ ଚାଲିବାକୁ ପଡିବ ମୋ ପ୍ରିୟମାନେ, ଯଦ୍ୱାରା ଆମମାନଙ୍କୁ ସେ ସମସ୍ତ ଆଶ୍ଚର୍ଯ୍ୟ ତାଙ୍କର ଠାରେ ହେବ ମୋ ପ୍ରିୟମାନେ। ଆମେ କେବଳ ଛୋଟ କଥା ତାଙ୍କର କଥା ମାନିବାର ଅଛି। ଯଦି ତାଙ୍କର କଥା ମାନିବା, ତାହେଲେ ଆମମାନଙ୍କର ଜୀବନରେ ଆଶ୍ଚର୍ଯ୍ୟ କର୍ମ ହେବ। ଆମମାନଙ୍କର ପାଠ ହଉନି, ଆମମାନଙ୍କର ସ୍କୁଲରେ ଆମମାନଙ୍କୁ ଗୋଟେ କୋଉ ସବଜେକ୍ଟ ଆମେ ଦୁର୍ବଳତା ଅଛୁ, ପରିବାର କିଛି ସମସ୍ୟା ଅଛି, ଆମମାନେ କଣ କରିବା ନା ତାଙ୍କ ନିକଟକୁ ଯିବାର ଅଛି ମୋ ପ୍ରିୟ। ଆଜି ଅନେକ ଲୋକମାନେ ଇଆଡେ ସିଆଡେ ଦରାଣ୍ଡି ବୁଲୁଛନ୍ତି ମୋ ପ୍ରିୟ। ମୋ ପୁଅ ପାଇଁ ଟିକେ ପ୍ରାର୍ଥନା କରନ୍ତୁ, ଇଆଡେ ଠିକ ଅଛି କରନ୍ତୁ, କିନ୍ତୁ ଆମମାନେ ବିଶେଷରେ ଆମମାନଙ୍କୁ ପ୍ରଭୁଙ୍କ ନିକଟରେ ଯିବାର ଅଛି, ପ୍ରଭୁଙ୍କ କଥା ଶୁଣିକି କାର୍ଯ୍ୟ କରିବାର ଅଛି ମୋ ପ୍ରିୟ। ଯଦି ଆମେ କରିବା, ତାହେଲେ କଥା ମାନନ୍ତୁ, ତାହେଲେ ଆଶ୍ଚର୍ଯ୍ୟ କର୍ମ ହେବ। ଶେଷରେ ଆମେ ଆଉ ଗୋଟେ ଦେଖିବା, ଜଲ୍ଦି ସାରିଛି ପିଲାମାନେ ପୁଣି ଅନେକ। ଯୌନ ତାର 6 ପର୍ବ 10 ପଦ।
ଯୀଶୁ କହିଲେ ଲୋକମାନଙ୍କୁ ବସାଅ। ସେ ସ୍ଥାନରେ ବହୁତ ଘାସ ଥିଲା, ତେଣୁ ସଂଖ୍ୟାରେ ପ୍ରାୟ 5,000 ପୁରୁଷ ବସିଲେ। ହାଲେଲୁୟା। ଏ କାହାଣୀ ସମସ୍ତେ ଜାଣିଛୁ, ଯୀଶୁ 5ଟି ରୋଟି ଓ 2ଟି ମାଛ ଧରି କହୁଛନ୍ତି, ଯୌନ 14 ପଢିଲ ତ ଗୋଟେ ବାଇବେଲ, ଯୌନ 14 ଯୀଶୁ କହିଲେ, ଠିକ ପଢିଛୁ, ଲୋକମାନଙ୍କୁ ବସାଅ। ସେ ସ୍ଥାନରେ ବହୁତ ଘାସ ଥିଲା, ତେଣୁ ସଂଖ୍ୟାରେ ପ୍ରାୟ 5,000 ପୁରୁଷ ଥିଲେ। ସରି, ଲାଇନଟା କଟିଗଲା। ଯୀଶୁ 5ଟି ରୋଟି ଓ 2ଟି ମାଛ ଧରି କହୁଛନ୍ତି, ଏମାନଙ୍କୁ ଧାଡି ଧାଡି କରି ବସେଇ ଦିଅ। ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, କଣ କରିବୁ, ଏ 5ଟି ରୋଟି 2ଟି ମାଛ ଧରିକି ଆମମାନେ ଧାଡି ଧାଡି କରି ବସେଇବ, ଏସବୁ କଣ ହବ? କିନ୍ତୁ ଯୀଶୁଙ୍କ କଥା କଣ କହୁଛନ୍ତି, ସେମାନେ କଣ କହୁଛନ୍ତି, ମାନିଲେ ମୋ ପିଲାମାନେ। ମାନିବାର କଣ ହଉଛି ନା ଆଶ୍ଚର୍ଯ୍ୟ କର୍ମ ହେଲା ମୋ ପିଲାମାନେ। ସେଇ 5 ରୋଟି 2 ମାଛକୁ 5,000 ପୁରୁଷ, ଆଉ କାଲି କାଲି ଅନେକ ଲୋକ ଥାଇପାରେ, କିନ୍ତୁ 5,000 ପୁରୁଷ ସେ ଖାଇକି ଆଉ କେତେ ଟୋକେଇ ବଳିଥିଲା ପିଲାମାନେ କହିବା, କୁହନ୍ତୁ, କଥା ହେବା। 5,000 ପୁରୁଷ ଖାଇଲା ପରେ ଆଉ କେତେ ବଳିଲା? ଆଉ 5 ଟୋକେଇ ବଞ୍ଚିଲା। କିଏ ସେ 5 ଟୋକେଇ କହୁଛି? ନାଇଁ ଝିଅ, କେତେ ବଳିଲା? 12 ଟୋକେଇ, ରାଇଟ। ହଉ, ଧନ୍ୟବାଦ, ଯାହା ତୁମେ କହୁଛ, ଧନ୍ୟବାଦ। ମାନେ ଆମମାନେ କଣ କରିପାରିବେ, ଆମମାନେ ଆଶ୍ଚର୍ଯ୍ୟ କର୍ମ ପରେ କିନ୍ତୁ ଆମମାନଙ୍କୁ କଣ କରିବାକୁ ପଡିବ ନା ପ୍ରଥମେ 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 ତାଙ୍କର କଥାକୁ ମାନିବାକୁ ପଡିବ। ଆଶ୍ଚର୍ଯ୍ୟ କର୍ମ ପରେ କିନ୍ତୁ କଥା ମାନିବା ଆଗ। ଆମେ କଣ ଭାବୁଛୁ, ମୋ ଜୀବନରେ କଣ ଆଶ୍ଚର୍ଯ୍ୟ କର୍ମ ହୋଇପାରେ, ମୁଁ କଥା ମାନି କଣ କରିବି, ଆମେ ବେଳେ ଭାବିଥାଉ। କିନ୍ତୁ ମୋ ପିଲାମାନେ, ଆପଣ କଣ କରିବେ, ଆପଣ ପିଲାମାନେ ମଧ୍ୟ ଆମେ ସମସ୍ତେ ଆମେ କଣ କରିବା ନା ପ୍ରଭୁଙ୍କର ବାଧ୍ୟ ହବାର ଅଛି। ଆଉ ପ୍ରଭୁଙ୍କର କଥା ମାନିଲେ ଆମେ ପରବର୍ତ୍ତୀ ସମୟରେ ଆମମାନଙ୍କୁ କଣ କରିବ ନା ମାନେ ଆଶ୍ଚର୍ଯ୍ୟ କର୍ମ ଦେଖିବା। ଆମେ ପ୍ରଥମେ ପ୍ରଭୁଙ୍କ କଥା ଶୁଣିବାର ଅଛି, ପ୍ରଭୁଙ୍କ କଥା କାନ ଡେରିକି ଶୁଣିବାର ଅଛି। ପ୍ରଭୁ ମୋ ଜୀବନ ପାଇଁ ତମେ କଣ କହୁଛ, ତମ କଥା ମାନି ଆମେ ଚାଲିବା, ତାହେଲେ ଆମମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ ଏବଂ ପରମେଶ୍ୱର ମହାନ କାର୍ଯ୍ୟ ଆମମାନଙ୍କ ଜୀବନ ଦ୍ୱାରା ଆପଣମାନଙ୍କ ଜୀବନ ଦ୍ୱାରା କରିବାକୁ ଚାହୁଁଛନ୍ତି। ମୋ ପିଲାମାନେ ସେ ଚାହାନ୍ତି ମୋ ପିଲାମାନେ ତପସ୍ୱିନୀ କାର୍ଯ୍ୟ କରିବି, ମୁଁ ସୁଧାଟି ମଧ୍ୟରେ କାର୍ଯ୍ୟ କରିବି, ରଞ୍ଜନ କୁମାର ଆଜ୍ଞା କାମ କରିବି, ସୁମନ ସୁବ୍ରତ ଜୀବନ ପାଇଁ କାର୍ଯ୍ୟ କରିବି, ଏଇଟା ହିଁ ସେ ଇଚ୍ଛା କରନ୍ତି। ମୋ ପିଲାମାନେ ସେ ସବୁବେଳେ ଇଚ୍ଛା କରନ୍ତି ଆମମାନଙ୍କ ଜୀବନ ଦ୍ୱାରା ସେ ମହାନ ମହାନ କାର୍ଯ୍ୟ କରିବା ପାଇଁ। କିନ୍ତୁ ଆମେ ଗୋଟିଏ କଥା କରିବାକୁ ପଡିବ, ଆମେ କଣ କରିବା ନା ତାଙ୍କର ବାଧ୍ୟ ହବା, ତାଙ୍କର ବାଧ୍ୟତା ଜୀବନ ଆମମାନଙ୍କ ଠାରେ ରହିବାର ଅଛି। ମୋ ପିଲାମାନେ ଆଉ ତା ସହିତ ଆମମାନେ ତାଙ୍କର କଥାକୁ ମାନିବାର ଅଛି। ମୋ ପିଲାମାନେ କାରଣ କଥା ମାନନ୍ତୁ, ଆଶ୍ଚର୍ଯ୍ୟ କର୍ମ ହେବ, ହେବ ହିଁ ହେବ ହିଁ ହେବ ହିଁ ହେବ। ମୋ ପିଲାମାନେ ମୁଁ ତ କେବେ ସାକ୍ଷ୍ୟ କହିବି ଏ ବିଷୟରେ। ଆଉ ଆମର କନଭେନସନ ଟାଇମରେ ସମସ୍ତେ ବ୍ୟସ୍ତ ହଉଥିଲେ, ମୁଁ ପ୍ରଭୁ ମତେ ଗୋଟେ କଥା କହୁଥିଲେ, ଚିନ୍ତା କରନି ପ୍ରୋଗ୍ରାମ ହବ, ବର୍ଷା ବହୁତ ଜୋର ହଉଥିଲା, କିନ୍ତୁ ଆମର 3 ଦିନ ପ୍ରୋଗ୍ରାମ କେବେ ବହୁତ ସୁନ୍ଦର ସାକ୍ଷ୍ୟ ସେଟା ଆମର ଅଛି କହିବି, କେମିତି ମାନେ ସୁନ୍ଦର 3 ଦିନର ପାଗ ହେଲା। ଆମେ ପ୍ରଭୁଙ୍କ କଥା ହେଇଥିଲେ ମାନିଥିବା। ଗୋଟେ କଥା, ମୁଁ ପ୍ରଭୁ ବିଶ୍ଵ ପାଗ ତମେ କହିଛ ନା ହବ, ଆମେ କରିବା, ତମେ କର ପାଗ କରିବା ଦାୟିତ୍ୱ ମୋର। ସେ ପ୍ରକାର ଆମମାନଙ୍କ ଜୀବନରେ ଆମ ପ୍ରଭୁ ଆଶ୍ଚର୍ଯ୍ୟ ଆମମାନଙ୍କ ଜୀବନରେ ପ୍ରଭୁ ଏହା ଇଚ୍ଛା କରନ୍ତି। ମୋ ପିଲାମାନେ ଆମେ ଅନେକ ସମୟରେ କଣ କରିଥାଉ ନା ଆମେ ବେଳେ ବେଳେ ନିରୁତ୍ସାହିତ ହେଇଯାଉ, ପ୍ରଭୁ ସତରେ କଣ ମୋ ଜୀବନରେ ଏଇଟା ହବ କି, ପ୍ରଭୁ ସତରେ କଣ ମୋ ପରିବାର ଆଶ୍ଚର୍ଯ୍ୟ କର୍ମ ହବ କି, ପ୍ରଭୁ ସତରେ କଣ ମୋ ପୁଅ ଭଲ ପାଠ ପଢି ପାରିବ କି, ପ୍ରଭୁ ମୋ ସତରେ କଣ ମୋ ଝିଅ ଭଲ ପାଠ ପଢି ପାରିବ କି, ପ୍ରଭୁ ସତରେ କଣ ମୁଁ କ୍ଲାସରେ ଫାଷ୍ଟ ହେଇପାରିବି କି। ବେଳେବେଳେ ଆମେ ନିରୁତ୍ସାହିତ ହେଇଯାଇଥାଉ। ନାଇଁ ମୋ ଆପଣ ମାନେ ପ୍ରଭୁଙ୍କ କଥା ମାନନ୍ତୁ। ପ୍ରଭୁ ଆପଣ ମାନଙ୍କ ଦ୍ୱାରା ଆମ ଏଇ ପ୍ରତ୍ୟେକ ପିଲାମାନଙ୍କ ଦ୍ୱାରା ପ୍ରତ୍ୟେକ ପ୍ରଭୁଙ୍କ ଲୋକମାନଙ୍କ ଦ୍ୱାରା ଆଶ୍ଚର୍ଯ୍ୟ କର୍ମ କରିବାକୁ ଚାହାନ୍ତି। ଜୀବନରେ ଆଶ୍ଚର୍ଯ୍ୟ କର୍ମ ଆସିବ, କେବଳ ଗୋଟେ କଥା ଆମ କଣ କରିବାକୁ ପଡିବ ନା କଥା ମାନିବାର ଅଛି। ଆଶ୍ଚର୍ଯ୍ୟ କର୍ମ ପରେ ହବ, କିନ୍ତୁ ଆମେ ବେଳେ ବେଳେ ଆଜ୍ଞା ଦେଇ ଦିଅନ୍ତୁ, ତାପରେ ଯଦି ଆଜ୍ଞା ଦେବେ ତାହେଲେ
ତାହେଲେ ମୁଁ ଏଇଟା କରିବି। ବହୁତ ଲୋକ ଭାବନ୍ତି ଭଗବାନ ନାଇଁ ଭଗବାନ ଆପଣ ସେଟା ଆଗେ ଶୁଣନ୍ତୁ ତାପରେ ଯାଇ ଆଶ୍ଚର୍ଯ୍ୟ କର୍ମ ହବ। ଆଗେ ମାନିବାର ଅଛି, ଆଗେ ଶୁଣିବାର ଅଛି, ଯଦ୍ୱାରା ଆମ ଜୀବନରେ ଆଶ୍ଚର୍ଯ୍ୟକର୍ମ ହବ। ଆମେ କଣ କରିବା ନା କଥା ମାନିଲେ ଆଶ୍ଚର୍ଯ୍ୟକର୍ମ ହେବ। କଥା ମାନନ୍ତୁ। ସେଦିନ ଦେଖନ୍ତୁ ଅନେକ ଜଣ ମୋ ପିଲାମାନେ ଆହୁରି ବହୁତ ବିଷୟ ଅଛି, କିନ୍ତୁ ଆମେ ଦେଖୁଥିଲୁ ମୋ ପିଲାମାନେ ଆଉ କେତେ ସୁନ୍ଦର ସେ ଜନ୍ମାନ୍ଦକୁ ସେ ଆମମାନଙ୍କର ଯୋଉ ଆଉ ଦେଖୁଥିଲୁ ମାନେ ଯୋଉ କୃଷ୍ଟି ମାନଙ୍କୁ ଆଉ ନାଚାରକୁ ଆଉ ଆମମାନଙ୍କୁ ସବୁ ବିଷୟରେ ସେ କଣ କରୁଛନ୍ତି ନା ଆଉ ସେ ଯୋଉ ଧାଡ଼ି 5,000 ପୁରୁଷ ମାନଙ୍କୁ ଛୋଟ ବିଷୟ 5 2 ମାଛ କେତେ ଆଶ୍ଚର୍ଯ୍ୟକର୍ମ ହେଲା ମୋ ପିଲାମାନେ। ଆହୁରି ବହୁତ ଆଶ୍ଚର୍ଯ୍ୟକର୍ମ ଅଛି। ପ୍ରଥମ ଆଶ୍ଚର୍ଯ୍ୟକର୍ମ ମଧ୍ୟ ଅଛି ମାନିଲେ ଯାଅ ସେ ଯାହା କୁହନ୍ତି ତାହା କର ମୋର ଶୁଣିଲେ ସେମାନେ ଆଉ ଯାହା ଲାଗିଲେ ଭର୍ତ୍ତି କରୁଛନ୍ତି ପାଣି ଭର୍ତ୍ତି କରୁଛନ୍ତି ଆଉ ଡାକିବାର ସେ ପରିପୂର୍ଣ୍ଣତା ହଉଛି ବହୁତ ଅଛି। ବିତରଣ କରୁଛନ୍ତି ରାତି ସାରା ଭାଲିଆ ହେଇକି ଭିତର ପଡିଛନ୍ତି ଜାଲ ସଜାଡୁଛନ୍ତି ଆସି କରୁଛନ୍ତି ଯାଅ ପୁଣି ସେ ଗଭୀର ଜାଲରେ ପକାଅ ଆଉ ଲେଖା ଟାଣୁଛନ୍ତି ଟାଣି ପାରୁନଥାଉ। ଅର୍ଥାତ୍ ଆଶୀର୍ବାଦ 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 ଶୁଣିଲେ ମାନେ ଆଉ ଆଶ୍ଚର୍ଯ୍ୟକର୍ମ ହେଲା ମୋ ପିଲାମାନେ 25 ସରି ଯାଇଥିଲା 4 ଦିନ ପଚା ଉଠୁଛନ୍ତି ମୋ ପିଲାମାନେ। ତାହେଲେ କଣ ତାକୁ ଆମମାନ କରୁଛୁ ସଡି ଗନ୍ଧେଇ ଲୋକମାନେ ସେ ତ ମରିଗଲାଣି 4 ଦିନରେ ସଡିକି ମରିଗଲାଣି କଣ ତମେ ତାକୁ ଉଠିବ। ଲୋକମାନେ କହୁଛନ୍ତି କହୁଛନ୍ତି ମରିଗଲାଣି ଆଜ୍ଞା ମରିଗଲାଣି କିନ୍ତୁ ସେ କଣ କରୁଛନ୍ତି ଯାଉଛନ୍ତି ଆଉ କିଏ ଥିଲେ ହଁ ମରିଗଲାଣି ଚାଲ ପଳେଇବା। କିନ୍ତୁ ପ୍ରଭୁ ଦେଖନ୍ତୁ କେତେ ଆଶ୍ଚର୍ଯ୍ୟ ତାଙ୍କ ପ୍ରଭୁ ଆମର ପ୍ରଭୁ ଯୋଉଠି ଆଶ୍ଚର୍ଯ୍ୟକର୍ମ ସେଇଠି। ଆଜି ଆମମାନେ ପ୍ରଭୁଙ୍କୁ ନିଜର ବ୍ୟକ୍ତିଗତ ଧରିବାର ପରିବାର ରଖିବାର ଅଛି, ନିଜ ଜୀବନ ରଖିବାର ଅଛି। ଯଦି ଆମେ ରଖିବା ଶୁଣିବା ତାହେଲେ ପ୍ରଭୁ ଯୋଉଠି ଆଶ୍ଚର୍ଯ୍ୟକର୍ମ ସେଇଠି। ଆଉ ଯଦି ଆମେ କଥା ମାନିବା ଆଉ ସେଠି ମଧ୍ୟ ଆଶ୍ଚର୍ଯ୍ୟକର୍ମ ହବ ମୋ ପିଲାମାନେ। ଆମେ ପ୍ରାର୍ଥନା କରିବା ଅନୁଗ୍ରହକାରୀ ପରମେଶ୍ୱର ଆମେ ଆପଣଙ୍କ ନିକଟକୁ ଆସୁଅଛୁ ମୋ ପ୍ରିୟ ପ୍ରଭୁ। ଆପଣଙ୍କ ଜୀବନ୍ତ ବାକ୍ୟ ଦ୍ୱାରା ଆପଣ ଆଜି ଆମ ସହିତ କଥା ହେଇଛନ୍ତି ପ୍ରଭୁ। ଆମେ ସମସ୍ତେ ଚାହୁଁଛୁ ଆମ ଜୀବନରେ ଆଶ୍ଚର୍ଯ୍ୟକର୍ମ ହେଉ, ଆମ ଜୀବନରେ କର୍ମ ଜୀବନରେ ପ୍ରଭୁ, ସ୍ୱାସ୍ଥ୍ୟ ଜୀବନରେ, ଆମ ବ୍ୟବସାୟରେ, ବାଣିଜ୍ୟରେ ପ୍ରଭୁ, ଆମ ପାଠ ପଢାରେ ସବୁଥିରେ ପ୍ରଭୁ ତୁମରି ଯେଉଁ ବାକ୍ୟ ଆମଙ୍କ ଜୀବନ ପାଇଁ ରହିଅଛି ତାହା ଆମକୁ ମାନିବା ପାଇଁ ସାହାଯ୍ୟ କରନ୍ତୁ, ଯେପରି ଆମେ ଆମ ଜୀବନରେ ଗୋଟେ ଆଶ୍ଚର୍ଯ୍ୟକର୍ମ ଦେଖିପାରିବୁ। ପ୍ରତ୍ୟେକ ଆପଣଙ୍କୁ ବଳବନ୍ତ ହସ୍ତ ତଳେ ରଖି ପ୍ରାର୍ଥନା ଆମର ପ୍ରାଣର ପ୍ରିୟତମ ସ୍ୱର୍ଗସ୍ଥ ପିତାଙ୍କ ନାମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ। ଆମେନ୍ ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ଆଜ୍ଞା ପ୍ରେଜ୍ ଦ ଲର୍ଡ ଧନ୍ୟବାଦ ସଦାପ୍ରଭୁ ପରମେଶ୍ୱରଙ୍କୁ।